ଏପଟେ କଡ଼ା ନିୟମାବଳୀ ଦିଆଯାଉଛି, କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କାଲି ମଧ୍ୟ ରାଜଧାନୀରେ ଜଣକୁ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି ବା କଟା ମୁଣ୍ଡ ମିଳିଛି। ଏ ସୁରକ୍ଷା ବ୍ୟବସ୍ଥା ଆପଣ କେମିତି? କାଲି ଜଣକୁ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି। କହିଲି ପରା, ପ୍ରଥମରୁ କହିଲି, ଯଦି ଏଇ ପ୍ରବାସୀ ଭାରତୀୟମାନଙ୍କ ଆଖିରେ ବା କାନରେ ସେ କଥା ନ ପଡ଼ୁ ଯେ ଏଠି ଧନ କେବଳ ନୁହେଁ, ଜୀବନ ମଧ୍ୟ ବିପନ୍ନ। ଓଡ଼ିଶାରେ ବର୍ତ୍ତମାନ ଏମିତି ଏକ ସ୍ଥିତି ହେଇଛି, ପ୍ରତିଦିନ ଚୋରି ଡକାୟତି ହେଉଛି ପ୍ରତ୍ୟେକ ଘରେ। କଟକ ଅଞ୍ଚଳରେ ହତ୍ୟାକାଣ୍ଡ ବଢ଼ି ଯାଉଛି ଏବଂ ବିଲରେ ଚାଷୀ ମୁଣ୍ଡରେ ହାତ ଦେଇକରି କାନ୍ଦୁଛି ଏବଂ ଟଳି ପଡ଼ୁଛି। ଏ କଥା ଯଦି ତାଙ୍କ କାନକୁ ବା ତାଙ୍କ ଦୃଷ୍ଟିକୁ ଆସିବ ତାହେଲେ ଓଡ଼ିଶାର ନିନ୍ଦା ହେବ ସିନା, ଅପବାଦ ଆସିବ ସିନା, ଓଡ଼ିଶାର କୌଣସି ପ୍ରଶଂସା ଆମେ ସାଉଁଟି ପାରିବାନି। ଓଡ଼ିଶାର କେତେ ଫାଇଦା ହେବ? ଆଉ ଫାଇଦା କ'ଣ? ଫାଇଦା କହିଲି ପରା, ଯଦି ଟୁରିଜିମ୍ ଡେଭଲପ୍ କଲା, ଯଦି ଆମ ବଜାରରୁ ଜିନିଷ ଅଧିକ ବିକ୍ରି ହେଲା, ଆମେ ପରୀକ୍ଷା କରିବା ଏଇ 4 ଦିନ ଭିତରେ ଯଦି ଆମ ବଜାରରୁ କିଛି ଜିନିଷ ବିକ୍ରି ହେବ, ଭଲ ବିକ୍ରି ହେବ, କାରଣ ଗୁଡ଼ାଏ ଦୋକାନ ବଜାର ଖୋଲିଛି, ନୂଆ ଖୋଲିଛି ସେମାନଙ୍କ ଉଦ୍ଦେଶ୍ୟରେ। ଯଦି ବିକ୍ରି ହେଲା ଆମେ ଜାଣିବା ତା'ର ଆମ୍ବାସାଡ଼ର ହେଇକି ଯିବେ ଏବଂ ଆମ ଟୁରିଜିମ୍ ବଢ଼ିବ, ଟୁରିଜିମ୍ରେ କିଛି ଲାଭ ଆସିବ ନିଶ୍ଚୟ, ଏ କଥା ତ ନିଶ୍ଚୟ ଆମେ ଜାଣିବା।